ଆଉ ଆମେ ତ ଏଥିରେ ଅଛେ ସବୁ। ଆଉ ସେଇ ଗୁରୁ ଯୋଉ ଧନ ଦେଇଥିଲେ 7 ଗଣ୍ଠିଲେ ଧନ, ତାକୁ ଆମେ ଗୋଟିଏ ଅଦ୍ଭୁତ କଥା। ବେଳେ ବେଳେ ଆପଣଙ୍କ ଆଖି ସାମ୍ନାରେ ଗୋଟିଏ ବହିଥିବ, ଖଣ୍ଡିଏ ପୁସ୍ତକ କେମିତି ମୋ ପାଖେ ରହିଛି। ପୁସ୍ତକର ନାଁ ହଉଛି ଅଣାକ୍ଷର ହଂସାୟନୀ। ମୋ ଆଖି ସାମ୍ନାରେ ଲାଇବ୍ରେରୀରେ ଥୁଆ ହେଇଛି। ମୁଁ ବ୍ରହ୍ମାଣ୍ଡ ଖୋଜି ସାରିଲାଣି। ହଉ, ମିଳିଲା। ସେଥିରୁ ଗୋଟିଏ ବ୍ରହ୍ମତତ୍ତ୍ୱ କବିତାଟିଏ ଆପଣ ଶୁଣନ୍ତୁ, ଜାଣିଯିବେ ଯେ ଇଏ ବହିଟା କଣ ହେଇଥିବ। ଆହାର ନିଦ୍ରା ଭୟ ମୈଥୁନ ଏହି ଚାରି, ମଣିଷର ଚିରକାଳ ଅଟଇବ ଇରି। ସତ୍ୟ ସଙ୍ଗେ ମାନଙ୍କ ନାହିଁ ସମାବେଶ, ଅନ୍ୟାୟ ଧର୍ମ ପରା ଏମାନଙ୍କ ବେଶ। ଏ ଚାରି କଥାରୁ ଯିଏ ଯାଇଛି ବାହାରି, ଆତ୍ମା ସଙ୍ଗେ ଭେଟ ବାବୁ ହୋଇଛି ତାହାରି। ସୂର୍ଯ୍ୟ ଚନ୍ଦ୍ର ଗତାଗତ ଯେ ପାରଇ ଜାଣି, ହଂସର ଚରିତ ସେହି ପାରିବ ବଖାଣି। ଖ୍ୟାତି କ୍ଷମତା ଐଶ୍ୱର୍ଯ୍ୟ ଏହି ତିନି କଥା, ତ୍ରିଗୁଣ ତାପେ ମନୁଷ୍ୟ ପାଉଥାଏ ବ୍ୟଥା। ଆତ୍ମା ସଙ୍ଗେ ମାନଙ୍କ ଭାବନାବ ନାହିଁ, ସତସଙ୍ଗ ସ୍ଥାନେ ତାଙ୍କ ଗତାଗତ କାହିଁ। ଅଣାକ୍ଷର ସାଧନାରେ ତ୍ରିତାପକୁ କାଟ, ତ୍ରିତାପ କଟିଲେ ଆତ୍ମା ସହ ହେବ ଭେଟ। ସୂର୍ଯ୍ୟ ଭେଦ ପ୍ରାଣାୟାମ ରେଚକ ପୂରକ, ଅବିରତ ସାଧୁଥିଲେ ହୋଇବ କୁମ୍ଭକ। କୁମ୍ଭକ ହୋଇଲେ ବାବୁ ସ୍ଥିର ବୁଦ୍ଧି ହେବୁ, ସ୍ଥିର ବୁଦ୍ଧି ହୋଇ ହଂସ ସାଥିରେ ମଜିବୁ। ହଂସ ସହ ଖେଳୁଥିଲେ ହଂସା ନ ଉଡ଼ିବ, ହଂସ ନ ଜଗିଲେ ବାବୁ ଭେଳା ବୁଡ଼ି ଯିବ। ଏକ ହଂସ ଖାଏ ମିନ ଜଳ କ୍ରୀଡ଼ା କରି, ଏକ ହଂସ ଅନାହାରେ ଥାଏ ପଡ଼ି। ଦୁଇ ହଂସ ଏକ ସଙ୍ଗେ ଭୂମିଷ୍ଠ ହୁଅନ୍ତି, କେହି କାହାରିକୁ ବାରେ ଦେଖି ନ ପାରନ୍ତି। ଉଭୟ ଯେ ମିତ୍ର ପୁଣି ସମଭାବ ଥାଏ, ସମଶକ୍ତି ଥାଇ ପୁଣି ସର୍ବ ଫଳ ଖାଏ। ଓଲଟ ବୃକ୍ଷରେ ବାବୁ ଚଢିବୁ ଯତନେ, ତ୍ରିକୁଟେ ଖେଳୁଛି ହଂସ ଦେଖିବୁ ନୟନେ। ଡେଣାହୀନ ହଂସ ଉଡେ ଲକ୍ଷ ଯୋଜନରେ, ଅଚଳ ରଥେ ଭଜିବୁ ନିଶ୍ଚଳ ମନରେ। ମନ ମୁନ ହେଲେ ମୁନି ହୋଇବୁ ରେ ବାବୁ, ଷଡ଼ ଚକ୍ର ଭେଦି ସହସ୍ରାରେ ବିଶ୍ରାମିବୁ। ହଂସ ଦୁଇ ଏକ ବର୍ଣ୍ଣୀ ଐକାନ୍ତୀ ଭାବନା, ଏକ ଦେହ ଏକ ଦେହି ଦୁଇ ଏକ ସିନା। ଏକ ବୀଜ ଦୁଇ ଫାଳ ହୋଇ ହୁଏ ବୃକ୍ଷ, ଦୁଇ ଫାଳ ଏକ ହେଲେ ପୁରିବ ଯେ ଲକ୍ଷ୍ୟ। ଅଲକ୍ଷ୍ୟରେ ଲକ୍ଷ୍ୟ କରି ହଂସ ଧରିବୁ ରେ ବାବୁ, ହଂସୁଲିର କ୍ରୀଡ଼ା ଫାନ୍ଦେ ଛନ୍ଦି ନ ହୋଇବୁ। ହଂସୁଲି ଆମିଷ ଭୁଞ୍ଜି ନିତ୍ୟ ହବିଷ ପାଳୁଛି, ହଂସ ତାର ନିତ୍ୟ କର୍ମ ଅଗ୍ନି ହ୍ରଦେ ପଖାଳୁଛି। ହଂସୁଲି ଯେ ଗର୍ଭ ହୁଏ ଡିମ୍ବ ଦିଏ ହଂସ, ହଂସ ଯେବେ ଡିମ୍ବ ଦିଏ ବଢେ ହଂସ ବଂଶ। ହଂସ ବଂଶ 12 ଖଣ୍ଡ ଗ୍ରାମେ ବିରାଜୁଛି, 12 ବର୍ଷ ଥରେ ହଂସ ଗ୍ରାମେ ପ୍ରବେଶୁଛି। 12 ବାରି ହଂସ ଖେଳେ ବାରଙ୍ଗନା ସାଥେ, ଅବେଳରେ ବେଳ ଉଣ୍ଡି ହଂସ ଚଳେ ଭବ ନାବେ। ହଂସ ନାବେ ବସେ ସିନା ନଦୀ ମାର ଇଆ ହୁଲା, ପାର ହୋଇ ହଂସ ମାଗେ ଗୋଟିଏ ପାହୁଲା। ପାହୁଲାଟିଏ ପାଇଣ ହଂସ ଚଳେ ନିଜ ପୁରେ, ଭିତର 12 ବାହାର 12 ହଂସ 12 ଘୁରେ। 12 ହଂସ 12 ହୁଇ ବାହାର, 12 4 12 ଅକ୍ଷର ହଂସର। ଭୁଲତା ମଧ୍ୟରେ ଦୃଷ୍ଟି ସ୍ଥିର ରଖିବୁ ରେ ବାବୁ, ନିଶ୍ଚଳ ମନରେ ତପ ସାଧନା କରୁଥିବୁ। ଧୃତି ସ୍ଥିତି ଶକ୍ତି ଦିବ୍ୟ ଭାବନା ଅନୁଭୂତି, ଏହି 4 କଥା ହେଲେ ହେବ ସ୍ଥିର ସ୍ଥିତି। ବୁଦ୍ଧି ଖ୍ୟାତି ସମ୍ପତ୍ତି ସ୍ଥିତି ମଣୁଥିବୁ ତୁଚ୍ଛ, ସମାଧି ହେଲେ ତୋହର ସବୁ ହେବ ପଛ। ଅଗ୍ନି ଅଗଣା ସାଧନା
ତୋର କ୍ଷେତ୍ର ହେବ ବାବୁ ଷଡ଼ଚକ୍ର ଭେଦି ସହସ୍ରାରେ ବିଶ୍ରାମିବୁ। ଗଭୀର ନିଦ୍ରାରେ ଥିବୁ ନିଦ୍ରା ନ ଲାଗିବ, ଅନ୍ୟ ନିଦ୍ରାବତୀ ଆସି ତୋର ପାଦ ସେବୁଥିବ। ଭୁଜଗ ଶୟନ ଯେବେ ହୋଇବ ରେ ବାବୁ, ମହାସନେ ନିତ୍ୟ ଯେ ଓଙ୍କାର ଶୁଣୁଥିବୁ। ଓଙ୍କାର ଯେ ଅଣାକ୍ଷର ଅକ୍ଷର ନୁହଇଁ, ଆଦି ଅନାଦି ବି ସେହି ଅଜପା ବି ସେହି। ଅଜପା ଜପିବୁ ବାବୁ ନିତ୍ୟ ଯୋଗୀ ହୋଇ, ନିତ୍ୟ ଯୋଗୀ ହେଲେ ପାର ହେବୁ ଭବମୟୀ। ଡୋଳା ଓଲଟାଇ ରଖ ଭୁଲ ତା ମଧ୍ୟରେ, ହଂସ ହଂସୁଲିର ଖେଳ ଦେଖ ତ୍ରିକୁଟରେ। ଯୁଗଳ ଛନ୍ଦରେ ଛନ୍ତି ହଂସ ଓ ହଂସୁଲି, ଦୁଇ ଏକ ଏକ ଦୁଇ ଖେଳୁଛନ୍ତି ଝୁଲି ଝୁଲି। ଆଜ୍ଞା ଚକ୍ର ବକ୍ର ହୋଇ ସହସ୍ରାରେ ମିଶେ, ସହସ୍ରାରେ ସହସ୍ର ଦଳ ପଦ୍ମ ଯେ ପ୍ରକାଶେ। ସହସ୍ରାରୁ ଉଠି ବାବୁ ପରମଙ୍କୁ କର ଠାବ, ପରମ ଧରିଛି ବାବୁ ତୋମାଟି ବୈକୁଣ୍ଠ। ଜିଭ ନ ହଲିବ ବାବୁ ନ ହଲିବ ଓଠ, ଦାନ୍ତ ନ ବାଜିବ ଦାନ୍ତେ ନ ଶୁଖିବ କଣ୍ଠ। ଏ ଯେଉଁ ସାଧନା ବାବୁ ଗହନ ଗମନ, ଗମିବାର ଇଚ୍ଛା ଥିଲେ ସ୍ଥିର କର ମନ। ସବୁ ଶୂନ୍ୟରେ ରହିଛି ତେ ଧରିଛି କାକୁ, ଦେହ ଦେହି ଏକ ଶୂନ୍ୟ ଧରିଛି ଦେହକୁ। ପଞ୍ଚତତ୍ତ୍ୱ 25 ପ୍ରକୃତି, ପଞ୍ଚତତ୍ତ୍ୱ 25 ପ୍ରକୃତି ଯେଣୁ ହୋଇ, ଭୂ ଅଗ୍ନି ବାୟୁ ଜଳ ଆକାଶ ଅଟେ ସେଇ। ବାତ ପିତ୍ତ କଫ ଥିଲେ ନିର୍ବିକାର ଭାବେ, ସ୍ଥୂଳ ସୂକ୍ଷ୍ମ ଅଣାକାର ଲଭିବୁ ତୁ ଭବେ। ଧୀରେ ବାୟୁ ତୋଳି ଯେଥା ପିବୁ ମଣିପୁରେ, ସୂର୍ଯ୍ୟ ତୋଳି କୁମ୍ଭୀରେ ଛାଡ଼ିବୁ ଚନ୍ଦ୍ରପୁରେ। ଚନ୍ଦ୍ରପୁରେ ତୋଳି କୁମ୍ଭକ କରିବୁ ରେ ବାବୁ, ସୂର୍ଯ୍ୟପୁରେ ନେଇ ତାକୁ ଧୀରେ ପଖାଳିବୁ। ସୂର୍ଯ୍ୟ ଚନ୍ଦ୍ର ଦୁଇ ନାଡ଼ି ସଳଖ ଚାଲିଲେ, କ୍ଷଣ କ୍ଷଣେ ଲୟ ତୋର ଶୂନ୍ୟ ହେବ ଭଲେ। ଜପ କରୁ କରୁ ଦେହୁ ହୋଇବୁ ବିଚ୍ଛେଦ, କୁଣ୍ଡଳିନୀ କରି ପାଇ ବୁରେ ବ୍ରହ୍ମ ଭେଦ। ସୁଷୁମ୍ନା ଦ୍ୱାରେ ଜପ ଯଜ୍ଞ କରୁଥିବୁ, ଇଡ଼ା ପିଙ୍ଗଳା ସୁଷୁମ୍ନା ନାଡ଼ି ଜଗିଥିବୁ। ଗଙ୍ଗା ଯେ ଯମୁନା ନଦୀ ଅନୁକୂଳେ ବୁହେ, ସରସ୍ୱତୀ ବାବୁ ଯେ ଉଜାଣିରେ ବହୁ ଥାଏ। ଉଜାଣି ନଦୀରେ ପାର ସାବଧାନ ହେବୁ, ଗଙ୍ଗା ଯମୁନାକୁ ବାବୁ ସଙ୍ଗେ ଘେନି ଯିବୁ। ନିସଙ୍ଗେ ସଙ୍ଗେ ସଙ୍ଗାତ ହୋଇବୁ ରେ ତୁହି, ଅକୁଳିନ ନଦୀ ମଧ୍ୟରେ ନାବ ନେବୁ ବାହି। ଇଏ ଗୋଟିଏ ଏମିତି 61ଟା, ଏମିତି 61ଟା ଅଛି। 61? ସେଥିରେ ଆପଣ ଆଉ ଗୋଟେ ବି ତାର ଯୋଉ ଶେଷ କଥା, ଜଗନ୍ନାଥ ନିଜେ ସେ କଥାଟା କହୁଛନ୍ତି ବୋଲି ମତେ ଲାଗୁଛି। ଆଜ୍ଞା। ଶେଷ କବିତାଟା ହେଲା ସମତା, ସମଦର୍ଶନ। ଆଜ୍ଞା। ଜଗନ୍ନାଥ କହୁଛନ୍ତି ଜଗନ୍ନାଥ ଶୁଣ, ଜଗତ ଭିତରେ ମାୟା ହୋଇଛି ଭିଆଣ। ରଙ୍ଗ ନାହିଁ ଅଙ୍ଗ ନାହିଁ ନାହିଁ ପାଦ ପାଣି, ତେଣୁ ଜଗନ୍ନାଥ ଶୁଣ ଜଗାର କାହାଣୀ। ସେହି ବିଷ୍ଣୁ ମାୟା ସବୁ ଠାରେ ଅଛି ବ୍ୟାପ୍ତ, ସେ ମାୟା ବନ୍ଧନ ସୂତ୍ର ଅତ୍ୟନ୍ତ ଗୁପତ। ମାୟାର ପଘା ପଡ଼ିଛି ଜୀବ ଜଗତରେ, ଜଗନ୍ନାଥ ବନ୍ଧା ପଡ଼େ ଭକ୍ତ ନିକଟରେ। ଏକ ଜଗା ପଘା ଧରି ଟାଣୁଛି ଜଗାକୁ, ଜଗା 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 ଜଗି କହିବି କାହାକୁ। ଜଗିଥିଲେ ଜଗନ୍ନାଥ ଜଗନ୍ନାଥ ହେବୁ, ବହୁଥିବା ନଦୀ ଗର୍ଭେ ବନ୍ଧ ତୁ ବାନ୍ଧିବୁ। ବନ୍ଧ ନାହିଁ ଦେଖ ପାଣି ଆପେ ରହିଅଛି, ବନ୍ଧ ହେଲା ପରେ ପାଣି ଉଜାଣି ବହୁଛି। ଏକ ପାଦ ହେଲେ ବାବୁ ନଦୀ ପାର ହେବୁ, ଦୁଇ ପାଦ ଧରି ମାୟା ଜାଲେ ପଡ଼ିଥିବୁ। ଜଗାକୁ ଜଗିଲେ ଯଜ୍ଞ ହୋଇବ ରେ ବାବୁ, ଜଗି ନ ପାରିଲେ ଜଗା କାହୁଁ ତୁ ଭେଟିବୁ। ଭେଟା ଭେଟି ଯେବେ ହେବ ଦୁଇ ନ ରହିବ, ଦୈତ୍ୟ ଭାବ କଟିଅ ଦୈତରେ ମନ ଥିବ।
ଘୃତ ନାହିଁ ଅଗ୍ନି ନାହିଁ ଯଜ୍ଞ ଯେ ହେଉଛି ସେହି ଯଜ୍ଞ ଜଗନ୍ନାଥ ଗୁପତେ ରହିଛି ରାଜବିଦ୍ୟା ରାଜଗୁପ୍ତ ଏହି ନାଭି କ୍ଷେତ୍ର ଜଗି ପାରିଲେ ରେ ବାବୁ ହୋଇବୁ ତୁ ମିତ୍ର ଦୀନବନ୍ଧୁ ବନ୍ଧୁ ହେଲେ ବନ୍ଧ କେ ଭାଙ୍ଗିବ ବନ୍ଧ ଭାଙ୍ଗିବା ବେଳରେ ସେହି ଏକା ଥିବ ବନ୍ଧ ଭାଙ୍ଗି ଘାଇ ଜଳେ ଯେବେ ଯିବୁ ଭାସି ଭାସିଗଲା ବେଳେ ଏକା ସାହା ବ୍ରହ୍ମ ରାଶି ଏକକୁ ଯେ ଧରି ବାବୁ ଏକା ହୋଇ ରୁହ ଏକ ଯେବେ ମୋହ ହେବ ଲାଗିଯିବ ଲୟ ସ୍ମୃତି ବିଭ୍ରମ ଘଟିଲେ ମୋହେ ପଡ଼ିଥିବୁ ମୋହ ନଷ୍ଟ ସ୍ମୃତି ଲାଭ ହେଲେ ତୁ ପାଇବୁ ନିତ୍ୟ ଯୋଗୀ ହେବୁ ଯେବେ ସୁମନଙ୍କୁ ଧର ସୁମନ ଯୋଗୀ ପାରିଲେ ଭବୁ ହେବୁ ପାର। ତତ୍ତ୍ୱ ଭିତ୍ତିକ ଆଉ ଆଜ୍ଞା ଭଲ ମିତ୍ର କଥା ସବୁ ଲେଖା ହେଇଛି ଆଉ। ଆଚ୍ଛା ଦାଦା ଏଇ ଯୋଉ ଆମର କାନ ପାଖରୁ ଯୋଉ ହାତ ବାହାରିଛି ସେଦିନ ଗୋଟେ କ୍ୱେଶ୍ଚିନ୍ କରି ଜଗନ୍ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କାନରୁ ହାତ ବାହାରିଛି ବାସ୍। ଆଜ୍ଞା ଆଜ୍ଞା ସେ ତତ୍ତ୍ୱଟା ଆକ୍ଚୁଆଲି କଣ? ସେ ତତ୍ତ୍ୱ ବହୁତ ଗଭୀର ଗୁରୁ ତତ୍ତ୍ୱ। ଏଟା ଗଣ୍ଠି ଖାଲି ସେତିକି ନୁହଁ ଆହୁରି ଅଛି। ଜଗନ୍ନାଥ ସ୍ୱୟଂ ପରମ ବ୍ରହ୍ମ ପରମ ପିତା ବୋଲି ଚିହ୍ନ କଣ? କୋଉ ଜିନିଷଟାକୁ ଆମେ ଦେଖିଲେ ଜଗନ୍ନାଥ ନିଜେ ପରମ ବ୍ରହ୍ମ ସ୍ୱୟଂ ଏ କଥାଟା ଆମେ ଜାଣିପାରିବା। ଏକ ଦୁଇ ଯିଏ ନିଜେ ନିଶ୍ୱାସ ମାରନ୍ତି ନାହିଁ। ନାଇଁ ସେଇଟା ନୁହଁ। ଶୁଣନ୍ତୁ ସମସ୍ତଙ୍କର ଗୋଟେ ଆତ୍ମା ଅଛି। ଆଜ୍ଞା ପଥରର ବି ଅଛି ପାଣିର ବି ଅଛି ପବନର ଅଛି ସେମିତି ବ୍ରହ୍ମର ବି ଗୋଟେ ଆତ୍ମା ଅଛି। ଆଜ୍ଞା ଯେମିତି ଆମର ଗୋଟେ ଆତ୍ମା ଅଛି ଆମେ ତାକୁ ବ୍ରହ୍ମ କହୁଛୁ ଆଜ୍ଞା ସେମିତି ବ୍ରହ୍ମର ବି ଗୋଟେ ଆତ୍ମା ଅଛି। ଆଜ୍ଞା ଆପଣ ପାଣିରେ ଯୋଉ ଆପଣ ପାଣିଟେ ଆପଣଙ୍କୁ ଶୋଷ ଲାଗିଲା ଆଜ୍ଞା ଆପଣ ପାଣି ପିଇବେ ନା ଭାତ ଖାଇବେ? ଆଜ୍ଞା ଶୋଷ ଲାଗିଲେ ପାଣି ପିଇବେ ନା ଖାଦ୍ୟ ଖାଇବେ? ଶୋଷ ଲାଗିଲେ ମାନେ ପାଣିଟା ମଧ୍ୟ ଗୋଟେ ଖାଦ୍ୟ ହେଇଗଲା। ଆଜ୍ଞା ପାଣି ପିଇଲା ପରେ ଆପଣଙ୍କୁ ଯୋଉ ଶୋଷଟା ମେଣ୍ଟିଯାଏ ନା ଶୋଷଟା ମରିଯାଏ? ମେଣ୍ଟିଯାଏ। ଗଲା ସେଇ ଯୋଉ ପାଣିରେ ଶୋଷକୁ ମେଣ୍ଟେଇବା ପାଇଁ ଯୋଉ ଗୁଣଟା ଅଛି ସେ ଗୁଣଟାର ସମୟ ଅଧଘଣ୍ଟେ ଘଣ୍ଟେ 2 ଘଣ୍ଟା ନିଶ୍ଚିତ ପୁଣି ଆଉ ଥରେ ଶୋଷ ହବ। ଆଜ୍ଞା ପୁଣି ସେଇ ପାଣି ପିଇଲେ ସେ ପୁଣି ମେଣ୍ଟିଯିବ ପୁଣି ଆଉ ଥରେ ଶୋଷ ହବ ମରିଗଲେ ତ ଯାଆନ୍ତା। ଆଜ୍ଞା ଶୋଷକୁ ପାଣି ମାରି ପାରୁନି ନା ମେଣ୍ଟଉଛି ମାରି ପାରିବନି। ଅନେକ ଲୋକ କହନ୍ତି ଭୋକ ମରିଗଲା ଭୁଲ ମରିଗଲା ଆଉ ବଞ୍ଚିବ କେମିତି? ଭୋକ ମେଣ୍ଟିଲା ମରିଲେ ତ ସରିଗଲା। ଭୋକ ଆଉ ଥରେ ହବନି। ଭୋକକୁ ଶୋଷକୁ ମାରି ପାରିଲେ ନିଦକୁ ବୈକୁଣ୍ଠ ପ୍ରାପ୍ତି ହେଇଯିବ। ଭୋକ ଶୋଷ ନିଦ୍ରା ଆହାର ମୈଥୁନ ନିଦ୍ରା ଭୟ ଏଇଟା କରିଛନ୍ତି ଆଉ। ଆହାର ନିଦ୍ରା ଭୟ ସେ ଛାଡନ୍ତୁ ସେଠି କଥା ନାହିଁ। କଥା ହଉଛି ଯେ ପାଣିରୁ ଏଇ ଯୋଉ ଶୋଷକୁ ମେଣ୍ଟେଇବାର ଗୁଣକୁ ଆପଣ କେବେ କାଢିକି ଆଣିପାରିବେ? ତାହେଲେ ସେଟା ପାଣିର ଆତ୍ମା। ଆଜ୍ଞା ଆପଣ ପାଣି ପିଇଲେ କିନ୍ତୁ ପାଣି ଆପଣଙ୍କୁ ଶୋଷ ମେଣ୍ଟେଇଲାନି ପାଣିରେ ଶୋଷ ମେଣ୍ଟେଇବାର ଗୁଣଟା ଆପଣଙ୍କୁ ଶୋଷ ମେଣ୍ଟେଇଲା। ଆଜ୍ଞା ଏକ ଦୁଇ ରୂପ ଆଉ ସ୍ୱରୂପ। ହଁ ରୂପ ଆଉ ସ୍ୱରୂପ। 2 ପବନ ଆପଣ ପବନଟା ନାକପଟେ ନେଲେ କିନ୍ତୁ ବଞ୍ଚିଲେ ପବନଟା ନାକପଟେ ନେଲେ କିନ୍ତୁ ମରିଗଲେ। ତାହେଲେ ପବନଟା ପ୍ରାଣ ରୂପରେ ତା ଭିତରେ ପବନର ଆତ୍ମା ହଉଛି ପ୍ରାଣ। ଆଜ୍ଞା ଯାହାକୁ ଅକ୍ସିଜେନ କୁହାଯାଏ। ଗଲା ଅଗ୍ନିର ଉତ୍ତାପଟା ହଉଛି ତାର ଆତ୍ମା। ଆଜ୍ଞା ସେମିତି ଗଛର ପତ୍ରର ଜୀବର ଜନ୍ତୁର ପଥରର ସମସ୍ତଙ୍କର ଗୋଟିଏ ଆତ୍ମା ଅଛି। ଆଜ୍ଞା ବ୍ରହ୍ମର ସେମିତି ଗୋଟିଏ ଆତ୍ମା ଅଛି। କାରଣ ବ୍ରହ୍ମାଙ୍କର ଗୋଟେ ଆତ୍ମା ଅଛି ନା ନାଇଁ? ଆଜ୍ଞା ଆଜ୍ଞା ଶିବଙ୍କର ଗୋଟିଏ ଆତ୍ମା ଅଛି କି ନାଇଁ?
ଆଜ୍ଞା ଆମେ ଶିବଙ୍କୁ କହୁଛୁ ଯେ ଶିବ ହଉଛନ୍ତି ଆମର ଆତ୍ମା। ଆଜ୍ଞା ଆରେ ତାଙ୍କର ଗୋଟିଏ ଆତ୍ମା ଅଛି ଯେ, ନିଶ୍ଚିତ। ସେମିତି ବ୍ରହ୍ମର ଗୋଟିଏ ଆତ୍ମା ଅଛି। ହଁ ବ୍ରହ୍ମାତ୍ମା ବୋଲି କୁହାଯାଏ। ହଁ ବ୍ରହ୍ମର ଆତ୍ମାକୁ ଯେପର୍ଯ୍ୟନ୍ତ ଆମେ ତ ବ୍ରହ୍ମକୁ ଜାଣିନେ, ଆଜ୍ଞା ପୁଣି ତା ଆତ୍ମା କଥା ଉଠିଲାଣି। ନାଇଁ ମହାପୁରୁଷ ଏଇଠି କହିଲେ ବ୍ରହ୍ମ ବ୍ରହ୍ମ ବୋଲି ସବିଏ ଭ୍ରମନ୍ତି, ବ୍ରହ୍ମ ନଚିନନ୍ତି କେହି, ବ୍ରହ୍ମ ଧରା ନୋହି ବ୍ରହ୍ମ ହରା ହୋଇ, ଦଦରା କରନ୍ତି ଦେହି। ଆମେ ସେଇଟାକୁ ହିଁ ବ୍ରହ୍ମ ବୋଲି ଭାବୁଛେ। ନା, ବ୍ରହ୍ମ ସ୍ଥାନିକ। ବ୍ରହ୍ମ ସ୍ଥାନିକ ଅର୍ଥ ସମଗ୍ର ହଉଛି ବ୍ରହ୍ମ। ତେଣୁ ସେ କୁଆଡେ ଯିବାର ନାହିଁ। ଧର ପାଣି ମାନେ ସାଗରର ଯୋଉ ଲହଡିଟା, ସାଗର ନୁହଁ, ସାଗରରେ ଯୋଉ ଲହଡିଟା ଉଠୁଛି ସେଟା ସାଗର ନୁହଁ, କିନ୍ତୁ ସାଗରକୁ ଲହଡି ଛାଡି ପାରିବ ନାହିଁ। ଲହଡି କିନ୍ତୁ ସାଗରକୁ ଛାଡି ଦଉଛି। ଯୋଉ ଲହଡିଟା ଆସି କୂଳରେ ମାଡ ହେଲା ସେ ଗଲା ସାଗରକୁ ଛାଡିକି। କିନ୍ତୁ ସାଗର ଲହଡିକୁ ଏମିତି କୋଟି କୋଟି ଲହଡି ଜନ୍ମ କରିପାରିବ, କିନ୍ତୁ ଗୋଟେ ଲହଡି ସାଗର ଜନ୍ମ କରିପାରିବନି। ବୁନ୍ଦାଏ ପାଣି, କିନ୍ତୁ ସାଗରଟା କୋଟି କୋଟି ଲହଡି ଜନ୍ମ କରୁଛି, କିନ୍ତୁ ଗୋଟେ ଲହଡି ଗୋଟାଏ ବୁନ୍ଦା ପାଣି ଜନ୍ମ କରିପାରିବନି। ସାଗର ତ ବହୁତ ଦୂରର କଥା। ତେବେ ଆମକୁ ବୁଝିବାକୁ ହବ ଯେ ବାସ୍ତବତା କଣ। ଯେମିତି ବଂଶୀ ଯଦି ବାଜନ୍ତା, କୌଣସି ଭଣ୍ଡାରରେ ବଂଶୀ ଥୁଆ ହେଇକି ରହିପାରିବନି, ଲୋକ ରହିପାରିବେନି। ହେଲେ କଣ 10, 50 କି 500 ବଂଶୀ ଯଦି ଥୁଆ ହବ, ସେ ସବୁ ବାଜୁଥିବେ, ତମେ କଣ କରିବ? ବଂଶୀ ବାଜୁନି, ବଂଶୀ କି ବଜା ଯାଉଛି। ଏବଂ କିଏ ବଜାଉଛି, କେମିତି ବାଜୁଛି? ଜୀବ ହୋଇଅଛି ଯନ୍ତ୍ର, ତୁମ୍ଭେ ସିନା ଯନ୍ତ୍ରୀ, ଅଭିରାମ ଯନ୍ତ୍ର ଯନ୍ତ୍ରୀ, କମଳାଙ୍କ ପତି। ଏଠି ଜୀବ ହେଇଛି ଯନ୍ତ୍ର, ସିଏ ହଉଛି ଯନ୍ତ୍ରୀ। ତେଣୁ ଏଠି ବାଦ୍ୟକାର ଯିଏ, ବଂଶୀ ବାଦକ ଯିଏ, ସିଏ ହଉଛି ଏଠି ଯନ୍ତ୍ରୀ। ବଂଶୀଟା ହଉଛି ଯନ୍ତ୍ର। ତେଣୁ ଏଇ ଯୋଉ ଜୀବ ହଉଛି ଯନ୍ତ୍ରୀ, ଯନ୍ତ୍ର ଏବଂ ଯନ୍ତ୍ରୀ, କ୍ଷେତ୍ରଜ୍ଞ। ମୁଁ କ୍ଷେତ୍ର, ପ୍ରଭୁ ତୁମେ କ୍ଷେତ୍ରଜ୍ଞ। ଏ କ୍ଷେତ୍ରଜ୍ଞର ହିସାବ ଇଏ। ତେଣୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର କାନରୁ ହାତ କାହିଁ ବାହାରିଛି? ଇଏ କୌଣସି ଶାସ୍ତ୍ରରେ ଲେଖା ହେଇନି। ପଢନ୍ତୁ, ଆପଣ ଅଷ୍ଟାଦଶ ପୁରାଣ ପଢନ୍ତୁ, 4ଟି ଯାକ ବେଦ ପଢନ୍ତୁ, କୋଉଠି ଏପର୍ଯ୍ୟନ୍ତ କେହି ୟା ଭେଦ କେହି ଏବଂ କାହିଁକି ଯେ ପ୍ରଭୁ ଆମକୁ ଏ ବିଦ୍ୟା ଦେଇଛନ୍ତି ମୁଁ ଜାଣେ ନାହିଁ, କିନ୍ତୁ ପ୍ରଭୁ ଜଗନ୍ନାଥ ସ୍ୱୟଂ ମତେ ଏ କଥା କହିଛନ୍ତି। ମୁଁ ଏ କଥା କାହାକୁ କହୁନି। ମୁଁ ଧ୍ୟାନ ମାର୍ଗରେ ପ୍ରଭୁ ମତେ ନିଜେ ଏ କଥାକୁ ବୁଝେଇଛନ୍ତି, କାହିଁକି ଏ କଥା ହେଇଛି, ନିଜେ ଜଗନ୍ନାଥ। ଏବଂ ସେ ଯାହା କହିବାକୁ କହିଛନ୍ତି ମଧ୍ୟ ମୁଁ କହିଦେବି। ସେ କହିଛନ୍ତି କାହାକୁ କହିବାକୁ ହବ, ମୁଁ ତାକୁ କହିବି। ସେ ଲକ୍ଷଣ ନ ପାଇଲେ ଯାକେ ମୁଁ କହିବିନି। କିନ୍ତୁ ମୁଁ କେତେ ଗୁଡିଏ ଜାଗାରେ କୁହାଯାଇଛି, ତାକୁ ଖୋଲିଛି। କୁମତିନି ବାରି ସୁମତିକା ସଙ୍ଗୀ, ହନୁମାନ ଚାଳିଶାରେ ପଦକୁ ନେଇ ସେଥିରେ ମିଶେଇକିରି କିଛି କଥା କହିଛି, ବୁଝେଇଛି କିଛି ଲୋକଙ୍କୁ। କାହାକୁ ତ ନିରାଶ କରାଯିବନି। ଆପଣ କଣ ହେଲେ ଗୋଟେ ଦେଇକି ଫେରେଇବେ, ଯେତିକି ଦିଅନ୍ତୁ, ନିରାଶ କରିବେନି କାହାକୁ। କିଛି ଦେବେ, କିଛି ଦେବେ, ଆପଣ ବିହନ ରଖିକି ଦେବେ ନା। ଆଉ ଆପଣଙ୍କ ଘରକୁ ମୁଁ ଗଲି, ଆମର ମୁଗ ଡାଲି ଟିକେ ଦରକାର ହଉଛି, ଆଉ ଆମର ମୁଗ ସରିଯାଇଛି, ମତେ ମାଣେ ଖଣ୍ଡେ ମୁଗ ଧାର ଦିଅ।
ଆଜ୍ଞା ତମେ ମୁଗ ଦବ ନା ବିହନ ଟାକୁ ଦେଇଦବ? ବିହନ କାହିଁ, ବିହନ ତ ଅଲଗା ରହିଥିବ ନା। ଆଉ ତେଣୁ ମୁଁ ବିହନ ଟାକୁ ରଖିକି ମୁଗ ଦେବି ନା, ମୁଁ ବିହନ କାହିଁକି ଦେବି? ହଁ ନାଇଁ ସେଇଟା ଠିକ। ଯିଏ ବିହନକୁ ସମ୍ଭାଳିବ ତାକୁ ଦେବି। ହଁ ମତେ ଠିକ ଠିକ। ମତେ ଏ ନିର୍ଦ୍ଦେଶ ଦିଆହେଇଛି। ଆଜ୍ଞା ଆଜ୍ଞା ଆଜ୍ଞା। ଜଗନ୍ନାଥ ସ୍ୱୟଂ ପରମ ବ୍ରହ୍ମ ପରମ ପିତା। ଇନଷ୍ଟାଣ୍ଟଲି ଜଗନ୍ନାଥଙ୍କର କ୍ରିୟା ଆମେ ଅନୁଭବ କରିଛୁ ସାକ୍ଷାତରେ, ଏବଂ ଆମକୁ ମଧ୍ୟ ଗୋଟେ ନିର୍ଦ୍ଦେଶ ଅଛି, ଆମେ ସାକ୍ଷାତ କରେଇ ଦେଇପାରିବୁ ମୁହୂର୍ତ୍ତକ ଭିତରେ ଜଗନ୍ନାଥ। ଆଜ୍ଞା ସେଟା କେମିତି ହବ ତାର ଗୋଟେ ସୂତ୍ର ଅଛି। ସେ ସୂତ୍ରଟିକି ପ୍ରଭୁ ମତେ କହିଛନ୍ତି। ମୋ ନିଜ ଗୁରୁଙ୍କୁ, ରେଢୁଆ ଶ୍ରଦ୍ଧାନନ୍ଦ ଆମର ଯେ ଗୁରୁ ମୋର, ଆଜ୍ଞା ଆଜ୍ଞା ମୁଁ ତାଙ୍କୁ 200 ଥର ଖଣ୍ଡେ ପଚାରିଛି ଏ ବିଷୟରେ। ଆଜ୍ଞା ସେ ଉତ୍ତର କିଛି ଦେଇନାହାନ୍ତି। ଜାଣିନାହାନ୍ତି, କହିବେ କେମିତି? ଜଗନ୍ନାଥଙ୍କ କାନରୁ ହାତ କାହିଁ ବାହାରିଛି ସେ କହିପାରି ନାହାନ୍ତି। ମତେ ବି ଏ ପ୍ରଶ୍ନ କେହି ପଚାରି ନାହାନ୍ତି। ମୁଁ ଆପଣଙ୍କୁ ସତ କହୁଛି, ଆଜି ମିଛ ମୋଟେ କହିବିନି। ମତେ ଇଏ ପ୍ରଶ୍ନ କେହି ପଚାରି ନାହାନ୍ତି। ଇଏ ପ୍ରଶ୍ନ ମୋ ମୁଣ୍ଡରେ କାହିଁକି ଆସିଲା, ଏବଂ ଆସିଲା ପରେ ୟାର ସମାଧାନ ମଧ୍ୟ ପ୍ରଭୁ ଜଗନ୍ନାଥ ମୋ ଦ୍ୱାରା ମଧ୍ୟ କରିଛନ୍ତି। ମୋ ମାଧ୍ୟମରେ ମଧ୍ୟ ୟାର ଗୋଟେ ସମାଧାନ ବାହାରିଛି। ଏବଂ ଯୋଉ ସେନାପଟା ଦାରୁ, ଦେଖନ୍ତୁ କିଭଳି ଭାବରେ ପଦେ ପଦେ କଥାରେ ସେ କଥା ଘଟିଲା। ଏବଂ ମୁଁ ସ୍ୱୟଂ ଏକଥା ମିଛ ଆପଣଙ୍କୁ କହିବିନି, ରାତ୍ରି କାଳ, ଆପଣ ବ୍ରାହ୍ମଣ ଲୋକ, ଜଗନ୍ନାଥଙ୍କର ଭକ୍ତ। ସେଇ ଯୋଉ ଦାରୁ ବୃକ୍ଷରେ ଜଗନ୍ନାଥଙ୍କର ଯୋଉ ରୂପ, ତିନି ମୂର୍ତ୍ତିଙ୍କର ଦର୍ଶନ ମତେ ପ୍ରଭୁ କରାଇଛନ୍ତି ସାକ୍ଷାତରେ। ତେଣୁ ମତେ ପ୍ରଭୁଙ୍କର କିଛି କୃପା ସେଇ ଦୃଷ୍ଟିରୁ ହେଇଛି। ଏଇଟା ଗୁରୁ ଘର ପାଠ, ତେଣୁ ବହୁତ ଗଭୀର ପାଠ। ଇଏ ଜଗନ୍ନାଥ ସଂସ୍କୃତିର ବିହନ। ଜଗନ୍ନାଥ କିଏ ଏବଂ କାହିଁକି ସେଠି ଜଗନ୍ନାଥ ମନ୍ଦିର ବଡ ଭାଇ ବଇଛି, ବଳଭଦ୍ର ମନ୍ଦିର ତ କେହି କହୁନାହାନ୍ତି ନା, ଜଗନ୍ନାଥ ପୁରୀ ବଳଭଦ୍ର ପୁରୀ ତ କେହି କହୁନାହାନ୍ତି। କାରଣ ଆଉ ସବୁ ମାୟା, ଜଗନ୍ନାଥ ଏକମାତ୍ର ସତ୍ୟ। ଆଉ ସବୁ ମାୟା, ବଳଭଦ୍ର ମାୟା, ସୁଭଦ୍ରା ମାୟା, ସେ ଭୁବନେଶ୍ୱରୀ ମାୟା, ବିମଳା ମାୟା, ଲକ୍ଷ୍ମୀ ମାୟା, ମନ୍ଦିର ମାୟା, ସେ ପତିତ ପାବନ ମାୟା, ନୀଳଚକ୍ର ମାୟା, ସବ ମାୟା। ଏକମାତ୍ର ଜଗନ୍ନାଥ ହିଁ ସତ୍ୟ, କାରଣ ସେ ହଉଛନ୍ତି ଅଦ୍ୱୈତ। ଦ୍ୱୈତବାଦ ଆପଣ ଯଦି ଜଗନ୍ନାଥ ଦେଖୁଛନ୍ତି, ନୀଳଚକ୍ର ଦେଖୁଛନ୍ତି, ଲକ୍ଷ୍ମୀ ଦେଖୁଛନ୍ତି, ବିମଳା ଦେଖୁଛନ୍ତି, ବଳଭଦ୍ର ଦେଖୁଛନ୍ତି, ସୁଭଦ୍ରା ଦେଖୁଛନ୍ତି, ଆପଣଙ୍କୁ ଜଗନ୍ନାଥ ଦର୍ଶନ ଏପର୍ଯ୍ୟନ୍ତ ହେଇନି। ଯୋଉମାନେ ଜଗନ୍ନାଥଙ୍କ ମନ୍ଦିରକୁ ଯାଉଛନ୍ତି, ସେଠି ଯୋଉ ତିନି ମୂର୍ତ୍ତି ବସିଛନ୍ତି, ତିନି ମୂର୍ତ୍ତି ଦର୍ଶନ ଯୋଉମାନେ କରୁଛନ୍ତି, ସେମାନଙ୍କୁ ଏପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ ହେଇନି। କାରଣ ସେମାନେ ଦ୍ୱୈତବାଦରେ ଅଛନ୍ତି। ଯୋଉମାନେ ଜଗନ୍ନାଥ ମନ୍ଦିରକୁ ଯାଇ ଗରୁଡ ପଛରେ ଥାଇ, କାହିଁକି ଗରୁଡ ପଛରେ କାହିଁ ରହିବ? ଗରୁଡ ଆଗରେ ରହିକି ଦର୍ଶନ କଲେ କ୍ଷତି କଣ? ଗରୁଡ ପଛରେ ହିଁ ତାର ବିଧାନ। ସେ ଯୋଉ ବିଧାନଟା କାହିଁକି ହବ? ସେ ବିଧାନଟା ହଉଛି ଆମର ମହାପୁରୁଷଙ୍କ ତତ୍ଵରେ, ଗରୁଡ ବୋଇଲେ ଆମର ନାସା ପୁଟକୁ ଗରୁଡ ସ୍ତମ୍ଭ ବୋଲି କୁହାଯାଏ, ଏବଂ ନାସା ପଛରେ ଥାଇକିରି ହିଁ ଦର୍ଶନ କରିବା ପାଇଁ କି କୁହାଯାଇଛି। ନାସା ଅଗ୍ରରେ ହିଁ ଦର୍ଶନ ପାଇବ ତମେ ଭଗବାନଙ୍କୁ, ତ ଭିତରକୁ ଗଲେ ସେଟା ଅଲଗା। ଗରୁଡ ତ ସେଠି ବସିଛି ଧ୍ୟାନ ମୁଦ୍ରାରେ, ନମସ୍କାର କରିକି ଆଣ୍ଠୁ ମାଡିକି। ଆଜ୍ଞା। କୋଉ ଆଣ୍ଠୁଟା ମାଡିଛି? ସେଟା ବାଁ ଆଣ୍ଠୁ ମାଡିଛି। ଆଚ୍ଛା, ଡେଣା କାହିଁ ମେଲେଇଛି? ଆପଣ ଗୋଟେ ଆଣ୍ଠୁ ମାରିଲେ, ନମସ୍କାର ମୁଦ୍ରାରେ ବସିଲେ, ପ୍ରାର୍ଥନା କରୁଛନ୍ତି। ଆଜ୍ଞା। ଡେଣାଟା କାହିଁ ମେଲେଇଛି? ଡେଣାଟା ପୁରା ମେନ୍ ତାର। ଆମର ମେଲେଇଛି କାହିଁକି? ଡେଣା ଆବଶ୍ୟକ ନାହିଁ ନା। ଡେଣାଟା ନ ମେଲିଲେ ପବନ ଟା ଟାଣିବ କେମିତି? ନାଇଁ ନାଇଁ ନାଇଁ, ଆହୁରି ତା ଭିତରେ ଅଛି ଅନେକ କଥା। ଆଉ ଛାଡ, ଯେ ହଉ ସେ କାହିଁକି ମେଲେଇଛି ମେଲଉ, ସେ ପୁଣି ଅଛି ବହୁତ କଥା, ଛାଡନ୍ତୁ। ସେ ଗରୁଡ ପଛରେ ଥାଇ ଆପଣ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବେ, ଆପଣଙ୍କୁ ଜଣେ ଦେଖାଯିବ, ହେଲା। ତିନି ମୂର୍ତ୍ତି ମୋଟେ ଦିଶିବେନି। ଯାହାକୁ ଦେଖିବେ, ଆପଣ ଯାହାକୁ ଦେଖିପାରିବେ ସେଇ ଆପଣଙ୍କୁ ପ୍ରାପ୍ତ ହେଲା। ଯିଏ ଆପଣଙ୍କୁ ଦେଖାଯିବ, ଜଣେ ତ ଦେଖାଯିବ ଆଉ। 3 ସତରଜ ତମ ସିଏ,
ଆଜ୍ଞା ସେ ହଉଛନ୍ତି ସତ ରଜ ତମ, ଜଗନ୍ନାଥ ହଉଛନ୍ତି ତମ। ଜଣେ ବୋଇଲେ ଆମକୁ ଆକ୍ଚୁଆଲି ଦୁଇଟି ଆଖି ଦେଖାଯାଏ, ଦୁଇଟି ଆଖି ଦେଖାଯାଏ, ଗୋଟେ ବଳଭଦ୍ରଙ୍କର ଗୋଟେ ଜଗନ୍ନାଥଙ୍କର। ଯଦି ଗରୁଡ ପଛରେ ଆମେ ରହିକି ଦର୍ଶନ କରିବା, ଯଦି ଦୁଇଟି ଆଖି ଦେଖାଗଲା, ଆଜ୍ଞା, ତାହେଲେ ଟୋଟାଲ ସେଠି କେତୋଟି ଆଖି ଅଛି? 6ଟି ଆଖି। ଆପଣଙ୍କୁ ଦେଖାଗଲା କେତୋଟି? ଯୋଡିଆ ଆଖି। ସେଇ ଯୋଡିଆ ଆଖି ହଉଛି ଆପଣଙ୍କର ଆଜ୍ଞା ଚକ୍ର। ବାସ୍, କଥା ତ ସେତିକି ଆଉ। ଯେ ସିଏ ପୁଣି ଗୋଟିଏ ହବ, ଗୋଟିଏ ଆଖି ହବ, ସେଟା କେମିତି ହବ ସେଇଠି କଥାଟା। ତାହେଲେ ଗରୁଡ ପଛରେ କୋଉଠି ରହିଲେ ସେ ଯୋଉ 6 ଆଖିରୁ 2 ହଉଛି 2ଟା ପୁଣି 1 ହବ, ସେଠି ଅଛି କଥା। ସେ ଭିଡ ଭିତରେ ସମସ୍ତେ ହଜି ଯାଉଛନ୍ତି, ଦୁଲଦୁଲ କରି ଚାଲିକି ପଳଉଛନ୍ତି ଗର୍ଭଗୃହକୁ। କେତେବେଳେ ବୁଝି ନାହାନ୍ତି ଆଉ। କେତେବେଳେ ବଡ କାଠ ଦର୍ଶନ, କେତେବେଳେ ସାହାଣା ମେଲା ଦର୍ଶନ, କେତେବେଳେ କଣ ଚନ୍ଦନ ଅରଗଳି, ଏଇ ଦର୍ଶନ ହଉଛି। ବାସ୍ତବରେ ଜଗନ୍ନାଥଙ୍କର ସୁଦର୍ଶନ କେବେ ହେଇପାରୁନି। ନାଇଁ, ସୁଦର୍ଶନ ହେଇପାରୁନାହିଁ। ତାର କାରଣ ଦର୍ଶନ ପାଇଁ ଯୋଉ ସ୍ଥିରତା ଦରକାର, ସେ ସ୍ଥିରତା ନେଇକରି କେହି ମନ୍ଦିରକୁ ଯାଉନାହାନ୍ତି। ହଉ, ଭିଡରେ ସ୍ଥିରତା ହଜିଯାଏ। ହଁ, ହଜିଯିବ। ହଉ, ଆଜି ଆମେ ବହୁତ ସମୟ ଧରି ସତ୍ସଙ୍ଗ କଲେ। ଆପଣ ମାନଙ୍କର କୃପା ଥିଲା ଆମ ପ୍ରତି, ଆମେ ଟିକେ ଆପଣଙ୍କ ସାଙ୍ଗରେ କଥା ହେଲେ ଭଲ ଲାଗିଲା। ଆଉ ଏମିତି ମଝିରେ ମଝିରେ ଆମକୁ ଟିକେ ମନେ ପକଉଥିବେ, ଆମେ ଟିକେ ଏମିତି କଥା ହଉଥିବେ। ଆଉ ଆଜ୍ଞା, ଆଉ କଣ ଆପଣଙ୍କର ତ ଦୟା ଯାହା ହେଲା ପ୍ରଦାନ କଲେ। ଆଉ କଣ ଏଇ ହୀନଠି କଣ କେମିତି ମନ ରହିଲା? ମତେ ଆମେ ତ ମୂର୍ଖ ଲୋକ ଆଜ୍ଞା। ନାଇଁ, ଶୁଣନ୍ତୁ, ମୂର୍ଖ ହବାଟା ସବୁଠୁ ଗୋଟେ ବଡ କଥା। ମାନେ କୁହାଯାଇଛି ଯେ ଜଣେ ବାବୁ ତାଙ୍କର ପୁଅ ଟିକି ନେଇକରି ଗଲେ ଗୋଟେ ତାବଲ ଶିଖେଇବା ପାଇଁ ତାବଲିସ୍ଟି ମାଷ୍ଟରଙ୍କ ପାଖକୁ। ସେ ପୁଅଟି ବସିଲା, ପୁଅ ଟିକେ ମାଷ୍ଟର ପଚାରିଲା, ଆରେ ବାବୁ ତୁ ତାବଲ ଶିଖିବୁ ନା? ହଁ। ଆଚ୍ଛା, କଣ ତୁ ଜାଣିଛୁ? ନା, ହଁ, ମୁଁ କହିବି ଯାହା ଜାଣିଛି, ଆଉ ଯାହା ଜାଣିବା ଦରକାର ଆପଣ ମତେ ବୁଝେଇବେ ଆଉ। ସେଠୁ ତା ବାପା କହିଲା, ହଉ ତାହେଲେ ମୁଁ ଯାଉଛି, ଆପଣ କଥା ହୁଅନ୍ତୁ, ମୁଁ ଆସିବି କେତେବେଳେ? ନା, ଘଣ୍ଟାଟେ ଛାଡିକି ଆସନ୍ତୁ, ଆଜି ପୁଅକୁ ମୁଁ ଆଲୋଚନା କରିବି, ଶିକ୍ଷା ଶିଖି କଥା ପରେ ଆସିକି ମୁଁ ଆଲୋଚନା କରିଯାଏ, ଆପଣ ପାଖରେ ରହନ୍ତୁନି, ଆପଣ ଯାଆନ୍ତୁ, ଘଣ୍ଟାଏ ଛାଡିକି ଆସିକି ପୁଅକୁ ନେଇଯିବେ। ଆଉ କଣ, ଯଦି ପଢିବା କଥା ହବ କାଲିଠୁ ଆସିକି ଛାଡିବେ। ସେଠୁ ପୁଅ ଟିକେ ଛାଡି ଦେଇକିରି ବୋପା ଗଲେ। ପୁଅ ସାଙ୍ଗରେ ମାଷ୍ଟର କଥାବାର୍ତ୍ତା ହେଲେ, ପୁଅକୁ ପଚାରିଲେ, ତୁ ତାବଲ ବିଷୟ ଶିଖିବାକୁ ଚାହୁଁଛୁ ତ? ନା, ହଁ। କାହିଁକି ଶିଖିବୁ? ନା, ମୁଁ ଟିକେ ବାଜା ପ୍ରତି ମୋର ଦୁର୍ବଳତା ଅଛି, ମୁଁ ବାଜା ବଜେଇବି, ମତେ ସେଥିରେ ଆନନ୍ଦ ମିଳିବ। ନା, ଠିକ ଅଛି। ନା, କଣ ତୁ ବାଜା ବିଷୟରେ, ତାବଲ ବିଷୟରେ ଜାଣିଛୁ? ନା, ମୁଁ ଏକଥା ଜାଣିଛି, ସେ କଥା ଜାଣିଛି, ଧା ଜାଣିଛି, ନି ଜାଣିଛି, ସବୁ ଜାଣିଛି, ଧା ତେରକେଟ ଧା ଜାଣିଛି କହିଲା। କହିଲା ପରେ ସେଠୁ ମାଷ୍ଟର କହିଲେ, ହଉ। ଗଲା, କିଛି ସମୟ ଗଲା, ବାପା ଆସି ପହଞ୍ଚିଲେ। ମାଷ୍ଟରଙ୍କୁ ପଚାରିଲେ, ଆଜ୍ଞା କଣ ହେଲା ଘଟଣା? ନାଇଁ, ପୁଅକୁ ନିଅନ୍ତୁ, ପୁଅ ସବୁ ଜାଣିଛି, ଯାଆନ୍ତୁ। ଗଲା, ପୁଅ ଘରକୁ ଗଲା। ବାପା ସାଙ୍ଗରେ କଣ ନା, ପୁଅ ଆସିଥିଲା, ଜାଣିଛି ସବୁ, ଆଉ କାହିଁ। ତେଣୁ ଯେତେବେଳେ ଜଣେ ଶୂନ୍ୟ ମାନସିକତା ହୁଏ, ମୂର୍ଖ ହେଇଯାଏ, ଏଟା ଏତେ ସହଜ କଥା ନୁହଁ। ମୁଁ କିଛି ଜାଣିନି, ଏଇଟା ସବୁଠୁ ବଡ ଜ୍ଞାନ। ବଢିଆ। ମୁଁ କିଛି ଜାଣିନି, ୟାଠୁ ବଡ ଜ୍ଞାନ କଣ ଅଛି? ନା। ସେଇ ପାଏ ନା, ଯିଏ କିଛି ମାନେ ସାଧା କାଗଜରେ ଲେଖା ଲେଖି ହବ ନା। ଯିଏ କିଛି ଜାଣିନି ସିଏ ହିଁ କିଛି ପାଇବ। ଠିକ କଥା। ଗୁଡାଏ ଆପଣଙ୍କର ଗୋଟେ ରଫ୍ ଖାତା ନାହିଁ, ସେଥିରେ ଗାରିଆଗିରି କରିକି ଫୋପାଡି ଦିଅନ୍ତି ତାକୁ। ଗୋଟେ ହିସାବ ଖାତା ଅଛି, ତାକୁ ଆଲମାରିରେ ଥୁଆ ହବ। ରଫ୍ ଖାତା ଟା ଫୋପଡା ହବ ନା ନାଇଁ? ଫୋପଡା ହବ। ହିସାବ ଖାତାଟାକୁ କିଏ ଫୋପାଡିବ କି? ନାଇଁ, ତାକୁ କୁଆଡେ କିଏ ଫୋପାଡିବ? ସାଧା ଖାତାଟାକୁ ଲେଖା ହବ ନୂଆ। ବାସ୍, ଯିଏ ମୂର୍ଖ ତା ଦେହରେ ଲେଖିବା ପାଇଁ ବହୁତ ଜାଗା ଅଛି।
ଯିଏ ଜାଣିଛି ସେଠି ତ ଜାଗା ନାହିଁ ଆଉ ମାଷ୍ଟର ଗେନ୍ଧା ଲେଖିବ। ବଢିଆ କଥା ଆଜ୍ଞା। ନା ଏଇଟା ଠିକ ତ, ଏଇଟା ହିଁ ନିରାଟ ସତ୍ୟ। କାରଣ ଆଜିକାଲି ଆମେ ଯାହାକୁ ଦେଖୁଛୁ ସେ ଏତେ ଜାଣିଛନ୍ତି ଯେ ସେ ତମକୁ କହି କହିକି ପୋତିଦେବେ। କଥା ହଉଛି ଜଣେ ବାବୁ ଜଣେ ଶ୍ରଦ୍ଧାଳୁ ଆମ ସାଙ୍ଗରେ, ମୁଁ ସିନା ଅଶୋକ ବାବା ଆପଣଙ୍କୁ ଜାଣିଛି ବୋଲି ଆମ ଭିତରେ କଥୋପକଥନ, ଆପଣ ଯଦି ଜଣେ ବାବୁଙ୍କୁ ସାଙ୍ଗରେ ରଖିଥିଲେ, ମୁଁ ତ ତାଙ୍କୁ ଜାଣିନଥିଲି, ଧରନ୍ତୁ ସେ ଶୁଣିଲେ କିଛି କଥା ଶୁଣିଲେ ତାଙ୍କୁ ଭଲ ଲାଗିଲା, ଆଜ୍ଞା କିନ୍ତୁ ଆମର ବି ଇଚ୍ଛା ଅଛି ନା ତାଙ୍କଠୁ କିଛି ଶୁଣିବା ପାଇଁ। ଆଜ୍ଞା ଆମେ ବି ଶୁଣିଲୁ, ଭଲ ଲାଗିଲା। ଆଜ୍ଞା ତେଣୁ ପରସ୍ପର କଥୋପକଥନ ହେଲେ ଆଜ୍ଞା ଯାହା ପାଖେ ଯାହା ଅଛି, ଆପଣଙ୍କ ପାଖେ କୋଶଳା ଅଛି। ସବରୀ ଯାଇଥିଲା ଜଙ୍ଗଲକୁ, ଜଙ୍ଗଲକୁ ଯାଇଥିଲା କୋଳି ଗୋଟେଇବାକୁ। କୋଳି ଗଛ ମୂଳରୁ ବୋଝେ ହବ ପାଚିଲା କୋଳି ଲାଲ ଟକ ଟକ ହେଇଛି। ଆଜି କଣ ଏତେ କୋଳି ପଡିଛି, ଏତେ ସୁନ୍ଦରିଆ କୋଳି, ତାକୁ ସବୁ ଗୋଟେଇକି ଥଲଥଲିଆ କୋଳି ସବୁ ବୋଝେ ହବ ଧଇଲା, ଆଇଲା, ଆଉ ଯାଇକି କୋଳି ବିକିଲା। କିନ୍ତୁ ଲୋକ ସେ କୋଳିକି ଆଉ କିଣିବାକୁ କେହି ବାହାରି ପାଇଲେନି, ଯୋଗ୍ୟ ହେଲେନି। ଗୋଟେ ସୁନା ଦୋକାନୀ ପାଖକୁ ଗଲା, କହିଲା ତୁମେ କୋଳି ତକ ରଖ, ମତେ ପଇସା ଦିଅ। ନା ରେ, ଇଏ ତୋର ଏଇ ବୋଝେ ହବ କୋଳି ପାଇଁ ଇଏ ଦୋକାନରେ ଯେତେ ସୁନା ଅଛି ସବୁ କମ ପଡିଯିବ, ତେଣୁ ମୁଁ ତୋ କୋଳି ରଖିପାରିବିନି। ସେଠୁ ଯାଇକିରି ବିଭିନ୍ନ ଜାଗାରେ ପହଞ୍ଚିଲା, କେହି ଆଉ ତା କୋଳି ରଖିପାଇଲେନି। ବାଟରେ ଗୋଟେ କୋଶଳା ବାଲା ବସିଛି, 10-12 ବିଡ଼ା କୋଶଳା ଧରିକି। କହିଲା ଆରେ ମୁଁ ଖାଇବି କଣ ଯେ ଆଜି, କେହି ତ କୋଳି ନଉନାହାନ୍ତି, କହୁଛନ୍ତି ବହୁତ ପଇସା ହବ। ଆରେ ଯାହା ହବ ହେଲେ ଦିଅ, ମୁଁ ମରିଯିବି ନହେଲେ। ସେଠୁ କୋଶଳା ବାଲା କହିଲା, ମା ଆଉ ତୋର ଇଏ ଯୋଉ କୋଳି, ଇଏ କୋଳି ଯେତିକି ଏମିତି ଲକ୍ଷେ ସେତିକି ସ୍ୱର୍ଣ୍ଣ ମୁଦ୍ରା ଦେଲେ ଯାଇକି ଏ କୋଳିର ମୂଲ୍ୟ ଭରଣା ହେଇପାରିବ। ଯେ ମୋ ପାଖେ ତ କିଛି ନାହିଁ। ନା ତୋ ପାଖେ କଣ ଅଛି ଯେ? ନା କୋଶଳା ଶାଗ 4-5 ବିଡ଼ା ଅଛି। ନା ସେତିକି ଦେଖି ବୋଝଟା କୋଳି ନେଇଯାଉନୁ। ସେ 5 ବିଡ଼ା ତାକୁ ଦେଇଦେଲା କୋଶଳା, ବୋଝେ ହବ କୋଳି ନେଲା। ସେ ସବୁ ଯାକ ହଉଛି ମୁକ୍ତା। ହାତୀ କୁ ମାରିଛି ସିଂହ, ତା ମୁଣ୍ଡକୁ ବିଦାରଣ କରିକି ଗୁରିଏ ଖାଇଛି, ଗୁରିଏ ଫୋପାଡ଼ି ଦେଇକି ଯାଇଛି। ଇଏ ତ କୋଳି ଗୋଟେକୁ ସବରି ଯାଇଥିଲା, ଏ କୋଳି କିଏ ମୁକ୍ତା କିଏ ତ ଚିହ୍ନିନି, ଇଏ ମୁକ୍ତାକୁ କୋଳି ଦରରେ ବିକି ଦେଇକିରି ଗଲା। କିନ୍ତୁ ଶାଗ ବାଲା ଜାଣିଲା ଯେ ଇଏ ମୁକ୍ତା ବହୁମୂଲ୍ୟ, କିନ୍ତୁ ମୋ ପାଖେ ଯାହା ଅଛି ତା ବଦଳରେ ରଖିବି, ସେ ରାଜି। ତେଣୁ ଇଏ କୋଶଳା ଶାଗ ବଦଳରେ, ଇଏ ସୁନା ଦୋକାନୀ ଟୋଟାଲ ସୁନା ଦୋକାନ ବଦଳରେ କୋଳି ରଖିପାଇଲାନି, କିନ୍ତୁ ଏ କୋଶଳା ଶାଗ ବାଲା 5 ବିଡ଼ା କୋଶଳା ଶାଗ ବଦଳରେ ବୋଝେ କୋଳି ରଖିପାଇଲା। ତେଣୁ ଯାହା ପାଖେ ଯାହା ଅଛି ନା ଆଉ। ଆଜ୍ଞା 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 ଆମେ କୋଶଳା ବେପାରୀଠୁ ଆଉ ସୁନା ଆଶା କଲେ କଣ ହବ? ଆଉ ସବରୀ ସେ ବୋଝେ ସୁନା ନେଇଥିଲେ କଣ କରିଥାନ୍ତା? 4 ବିଡ଼ା କୋଶଳାରେ ସେ ବଞ୍ଚିଗଲା। ସେ ବୋଝେ ସୁନା ନେଇକି ଯାଇଥିଲେ କଣ କରିଥାନ୍ତା ଯେ? ଖାଇଥାନ୍ତା କି? ସୁନାକୁ ଖାଇଥାନ୍ତା କି? ଆରେ ତା ପାଇଁ ମୁକ୍ତା ବୋଝେରେ 4 ବିଡ଼ା କୋଶଳା ତା ପାଇଁ ବହୁତ ବଡ ମୂଲ୍ୟବାନ ହେଲା। ତେଣୁ ଆମେ ବୋଝେ ହବ ମୁକ୍ତା ଦେଲୁ, 4-5 ବିଡ଼ା କୋଶଳା ତ ପାଇଲୁ, ଆଉ କଣ? ଏଇତ କଥା ଆଉ ପ୍ରଭୁଙ୍କର ଲୀଳା ଆଉ ସବୁ ସତ୍ସଙ୍ଗ ହେଲା। କିଏ କୋଉଠାରେ ଆମେ, ଆମ ଭିତରେ ପୁଣି ଏମିତି ଗୋଟେ ଭଗବାନଙ୍କର ତତ୍ତ୍ୱକୁ ନେଇକି ଆଲୋଚନା ହେଇ ଗୋଟେ ଆମର ଜଣେ ଅଛନ୍ତି ବାରିପଦାରୁ, ଆଉ ଜଣେ ଅଛନ୍ତି ବଡାମ୍ବା ନରସିଂହପୁର ଭଟ୍ଟାରିକା ପାଖରୁ। ଆଚ୍ଛା, ଏଇ ଭାଇ ଯିଏ ଭଟ୍ଟାରିକା, ଆଉ ଜଣେ ଅଛନ୍ତି ଯିଏ ବାରିପଦାରୁ, ସେ ଅଛନ୍ତି ଧନଞ୍ଜୟ ଭାଇ। ପ୍ରଣାମ ପ୍ରଣାମ। ଘୁଙ୍ଗୁଡି କିଏ ମାରୁଥିଲେ? ସେ ଘୁଙ୍ଗୁଡି ବାଲାଙ୍କୁ କାଟିଦେଲୁ କେନ୍ଦ୍ରାପଡାର। ଭଲ ହେଲା, କାହିଁକି ନା ଘୁଙ୍ଗୁଡି ମାରିବାରେ ଅଡୁଆ ନାହିଁ ଯେ ଆମ କଥାବାର୍ତ୍ତାରେ ବ୍ୟତିକ୍ରମ ହଉଥିଲା। ସିଏ ତ ମୁଣ୍ଡ ତଳେ ଜାଲ ଦେଇକି ଶୋଇଛନ୍ତି, ଆନନ୍ଦରେ ଅଛନ୍ତି, ତ କାଇଁ ଉଠେଇବା? ଆପଣ ଯୋଉଟା ଭଲ କଥାଟା ମତେ ଲାଗିଲା, ଆଜି କର୍ମ ସନ୍ନ୍ୟାସ ଯୋଉଟା କହିଲେ ସେଟା ବାସ୍ତବ ତତ୍ତ୍ୱଟା ଆପଣ ଯୋଉଟା କହିଲେ ଭଲ ଜିନିଷ। ଆମେ କିଛି କହିନୁ ବା, ସେ କଥା ସବୁ ପ୍ରଭୁଙ୍କର। ଆପଣଙ୍କର ଇନ୍ଦ୍ରିୟ ଦ୍ଵାରା ଶବ୍ଦଟା ବାହାରିଲା ନା, ଆମେ ଆପଣଙ୍କ ଇନ୍ଦ୍ରିୟ ଶୁଣିଲୁ ଶବ୍ଦଟା।
ପ୍ରଭୁଙ୍କ ଇଚ୍ଛା ସବୁ ଆଉ। ଭଲ ଜିନିଷ ମତେ ଭଲ ଲାଗିଲା। ବାସ୍ତବିକ ଯୋଉ ଜିନିଷଟା କହିଲେ ପ୍ରକୃତରେ ଏ ଜିଭା ଯେତେବେଳେ ଆପଣ ଖଟା ପିତା କଥା ଜାଣିପାରିବନି ସେତେବେଳେ ମଣିଷ ଗୋଟେ ଷ୍ଟେଜ ବୁଝିବ। ଠିକ ଭଲ ଜିନିଷଟା କାମ କରେ। ଠିକ ନା ଆଉ। ବଢିଆ କଥା ଆଜି ଠାକୁରଙ୍କ ବିଷୟ ବହୁତ ବଢିଆ ଆଲୋଚନା ହେଲା। ସବୁର ଉଦାହରଣ ବି ଠିକ ରେ ଅଛି। ଆଜ୍ଞା ଆଜ୍ଞା। ଯୋଉଠିକି ଯୋଉ ଉଦାହରଣ ଦରକାର, ମାନେ ଗୋଟେ ଗେଞ୍ଜଣାଟେ ମରା ହୁଏ ଚାଳରେ, ଯୋଉ ତୁଳି ବି ଗୋଟେ ଜାଗା ଥାଏ କଣ ଜାଗା, ଗେଞ୍ଜଣାଟେ ବତ୍ତାଟେ ଗୋଟେ ଗୋଜିଆ ହେଇକି ପୁରେଇକିରି ଏପଟକୁ ପୁଣି ତାକୁ ଛନ୍ଦି ଦିଆ ହେଇକି ବାନ୍ଧି ଦିଆ ହଏନି। ଆଜ୍ଞା ଆଜ୍ଞା। ସବୁ ବହୁ ମାନେ ମୋର ତ ଆଉ ଗାଁ କଥା, ଏଇ ଯୋଉ ଛପର ଫପର ର ଯୋଉ ହିସାବ ଆମର ଗଣ୍ଠି ମାରିବା ପାଇଁ ଏମିତି ସବୁ ଅଛି ବହୁତ କଥା। ତେଣୁ କେତେ ଯେ ଜୀବନରେ କେତେ ଯେ ଅଭିଜ୍ଞତା ହେଲା ପରେ ଘର ଛପର କେମିତି ହବ, ଝାଡୁଟା କିଏ କଲା, ଯିଏ ଝାଡୁ ଟିକେ କଲା କେଡେ ବଡ ବୈଜ୍ଞାନିକ କହିଲେ। ନିଶ୍ଚିତ ନିଶ୍ଚିତ କେଡେ ବଡ ବୈଜ୍ଞାନିକଟିଏ। ଆପଣ ଉଡାଜାହାଜ ବାଲାକୁ ବଡ ବୈଜ୍ଞାନିକ କହୁଛନ୍ତି, ଝାଡୁଟା ପ୍ରଥମେ ଝାଡୁଟାର ଜନ୍ମ ନା, ଘରଟାକୁ ସଫା କଲେ ତ ଆପଣ ବସିବେ। ତାପରେ ଆଉ ଗୋଟେ ଭଲ ଜିନିଷ ଆପଣ କହୁଛନ୍ତି ଆଜ୍ଞା, ପ୍ରତ୍ୟେକ ଜିନିଷର ଗୁଣଟାକୁ କହୁଛନ୍ତି ଆପଣ। ମୁଁ ମାର୍କ କରିଛି ପ୍ରତ୍ୟେକ ଗୁଣ କର୍ମ ଯେତେ ଜିନିଷ କହୁଛନ୍ତି ସବୁ ମୂଳ ହେଲା ଗୁଣଟାକୁ। ସବୁ ପାଣିର ଗୁଣ, ଋଣ, ସବୁ ମାନେ ଗୁଣଟା ବଡ ଜିନିଷ। ଆପଣ ମାନେ ତତ୍ତ୍ୱ, ଶରୀର ଭିତରେ ତତ୍ତ୍ୱ ଯୋଉ କହୁଛନ୍ତି ଆମର, ସେଇ ଗୁଣଟା ସେଇଟା ହେଲା ଗୁଣ କର୍ମ ଯୋଉଟା କହୁଛନ୍ତି। ମୂଳ ତତ୍ତ୍ୱଟା ସେଇ ଗୁଣଟା ହିଁ ତ ହଉଛି କଳା। ବାସ୍, ସେ ଭଲ ଜିନିଷ, ବଢିଆ ଜିନିଷ ସବୁ ଜିନିଷ। ଏଇ କଳାଟି ତ ହଉଛି ଧର୍ମ। ଏଇନେ ବାବା ଆମର ଯାହା କହୁଥିଲେ ଅଶୋକ ଭାଇ, ଏଇ ଜୀବ ଜଗତର ମଙ୍ଗଳ ପାଇଁ ହଉଛି ଏଇ କଳା। ସେ ଗୁଣଟା ହିଁ ବଡ ଜିନିଷ, ଶ୍ରେଷ୍ଠ। ଯେତେବେଳେ ଗଲେ ଆମର ବିଲ୍ଲୋ ମଙ୍ଗଳ, ତାଙ୍କର ପିତାଙ୍କର ଦେହାନ୍ତ ହେଇଗଲା, ସାଇ ଗାଁ ବନ୍ଧୁ ବାନ୍ଧବ ଯାଇକି ତାକୁ ଖୁସାମତ କଲାରେ, ଗୋଟିଏ ବୋଲି ପୁଅ, ଯାହା ତ କଲୁ କଲୁ, ଚିନ୍ତାମଣି ବେଶ୍ୟା ପାଖରେ ତ ଦିନ କଟେଇଲୁ, ବାପା ତ ମରିକି ସ୍ୱର୍ଗକୁ ଗଲେଣି, ଆ ଟିକେ ପାଣି ଟିକେ ଦେ, ସିଏ ଗୋଟେ କ୍ରିୟାକର୍ମ କାମ ସରୁ। ବିଲ୍ଲୋ ମଙ୍ଗଳ କହିଲା, ଯାହା ଦେଇ ନାହିଁ ଜୀବିତେ, ତାକି ଦେବି ମରଣେ, ବୃଥା କଥା ଆସି କହୁଛ, ମୋ ଆଗେ ଜଣେ ଜଣେ, ଦୁନିଆରେ ନାହିଁ ପୋଖରୀ, ପାଣି ପାଟ ଗୋହିରୀ, ସତେ କି ମୋ ପିତା ଆସିବେ, ସରଗକୁ ଧିକାରୀ। ବଢିଆ କଥା। ଯାହା ଦେଇ ନାହିଁ ଜୀବିତେ, ତାକି ଦେବି ମରଣେ, ବୃଥା କଥା ଆସି କହୁଛ, ମୋ ଆଗେ ଜଣେ ଜଣେ, ଦୁନିଆରେ ନାହିଁ ପୋଖରୀ, ପାଣି ପାଟ ଗୋହିରୀ, ସତେ କି ମୋ ପିତା ଆସିବେ, ସରଗକୁ ଧିକାରୀ। ଆରେ ଯୋଉ ବାପାକୁ ମୁଁ ବଞ୍ଚିଥିଲା ବେଳେ ଟୋପାଏ ପାଣି ଦେଲିନି, ସେ ମରିଗଲା ପରେ ପାଣି ଦେବି ବୋଲି ସେ କୁଳାଙ୍ଗାର ପୁଅ ପାଖକୁ ସ୍ୱର୍ଗପୁରକୁ ଧିକାର କରିକି ଆସିବେ, ଏବଂ ଯଦି ଆସିବେ ତାଙ୍କୁ କଣ ନଈନାଳ ମିଳୁନି ପାଣି ଟୋପାଏ ପିଇବାକୁ, ମୁଁ ଦେଲେ ପାଇବେ। ମୁଁ ଗୋଟେ କୁଳାଙ୍ଗାର ପୁଅ, ତାଙ୍କର ଏଇ ଚିନ୍ତାମଣି ବେଶ୍ୟା ବଲ୍ଲରେ ପଡିକିରି ତାରି ପାଦ ତଳେ ମୋ ଜୀବନ କଟିଗଲା, ଏବଂ ସେଇ ବେଶ୍ୟା ଦିନେ ତାକୁ ଧିକାର କରି କହିଲା, ଛି ଏଇ ଦେହ, ଏଇ ନର୍କ ଟିକାକ ପାଇଁ ତୁମେ ଏତେ ପାଗଳ ହେଇଛ, ତୁମେ ଟିକେ ଯଦି ପ୍ରଭୁଙ୍କୁ ଏତିକି ଯେତିକି ମତେ ପ୍ରେମ ସ୍ନେହ ଶ୍ରଦ୍ଧା ଦେଇକିରି ମୋ ପଛରେ ପଡିଛ, ଗୋଟେ ନର୍କ ପଛରେ, ଗୋଟେ ଦୁର୍ଗନ୍ଧ ପଛରେ, ତାଠୁ ଏକ ଭାଗ ଯଦି ପ୍ରେମ କରନ୍ତ ପ୍ରଭୁ ଜଗନ୍ନାଥଙ୍କୁ, ଶ୍ରୀକୃଷ୍ଣଙ୍କୁ ତମେ ପାଇଯାଆନ୍ତ। ଧିକାର କଲା ତାକୁ, କଲା ପରେ ଇଏ ଚାଲିଗଲେ। ଚାଲିଗଲା ପରେ ବୃନ୍ଦାବନରେ ପହଞ୍ଚିଲା ପରେ କଣ ଦେଖିଲେ, ଯୋଉ ବଟବୃକ୍ଷ କାଟିଦେଲା ପରେ ଯୋଉ ବିବାଦ ସୃଷ୍ଟି ହଉଛି ବିଭିନ୍ନ ଜାଗାରେ, ସେ ବିବାଦ ପଛରେ ରହସ୍ୟ ହଉଛି କଣ ନା, ଯେତେବେଳେ ପ୍ରଳୟ ହେଇଥିଲା, ସେ ପ୍ରଳୟ ବେଳେ ସେ ବଟ ପତ୍ରରେ ପ୍ରଭୁ ରହିଗଲେ। ସେ କଣ କହିଲେ ସେତେବେଳେ, ସେ ଲେଖିଲେ ବିଲ୍ୱମଙ୍ଗଳ ଗୋଟେ ଚମତ୍କାର କଥା, ସେ ବଟବୃକ୍ଷର ପତ୍ରରେ ପ୍ରଭୁ ଗୁରୁଣ୍ଡି ଗୋପାଳଙ୍କୁ ଦେଖିକିରି ସେ କଣ କହୁଛନ୍ତି,
करारविन्दे न पदारविन्दम् मुखारविन्दे विनिवेशयन्तम् वटस्य पत्रस्य पुटे शयनम् बालम् मुकुन्दम् मनसा स्मरामि। हे कृष्ण हे यादव हे सखेती गोविंद दामोदर माधवेति गोविंद दामोदर माधवेति गोविंद दामोदर माधवेति जीवे वश्यो अमृतमेतदेव गोविंद दामोदर माधवेति गोविंद दामोदर माधवेति गोविंद दामोदर माधवेति। से कहउचंती जे ये करार बिंदे ना पदार बिंदे ना मुखार बिंदम केते बड़ चमत्कार कथा से कहउचंती। करार बिंदे ना पदार बिंदम मुखार बिंदे विनिवेशयन्तम् वटस्य पत्रस्य पुटे शयनम् बालम् मुकुन्दम् मनसा स्मरामि। ये बुढ़ा आंगुठी टिकी बाँ हाथरे धरी डाहाण हाथरे बाम गोड़र बुढ़ा आंगुठी धरी पाठरे पुरई चुचुंती। हे प्रभु बरपत्र शोइचंदी। हे प्रभु जे आपण की महान केते अमृत पान सेठी करूचंती तुमर जीभ भितर से सोसाड़ी की से बुढ़ा आंगुठी टिकी केते अमृत पान करूचंती पदार बिंद तुम से पदार जो अमृत धार आम भाग्य रे नहीं जी हुए फेवसो अमृत